ଆମେ ବୋଧେ ସେଇ ଶେଷ ପିଢି। ନଡା ଛପର ତିଆରି ମାଟି ଘରେ ବଢିଛୁ। ଅଜା, ଆଈ, ଜେଜେମା, ଜେଜେବାପାଙ୍କ ଠାରୁ ପରିରାଇଜର ରାଜକୁମାରୀ, ବୁଢୀ ଅସୁରୁଣୀ ଆଉ ଭୂତ ପ୍ରେତର ଗପ ଶୁଣିଛୁ। ଗିନାରେ ହଉ ବା ଥାଳିଆରେ ବେଳେ ବେଳେ ତାଙ୍କଠୁ ଟିକେ ଟିକେ ଚା ମାଗିକି ପିଇଛୁ। ହଁ, ଆମେ ବୋଧେ ସେଇ ଶେଷ ପିଢି। ଆମେ ବୋଧେ ସେଇ ଶେଷ ପିଢି ଯିଏ କଲମରେ କାଳି ପୁରେଇ ପେଣ୍ଟ, ସାର୍ଟ, ହାତ, ଗୋଡ, ବହି, ବସ୍ତାନି ସବୁକୁ ଆମେ କଳା କରିଦେଉଥିଲୁ। ପରୀକ୍ଷା ଦିନ ସ୍କୁଲକୁ ଗଲାବେଳେ ଆପାତତଃ 3-4ଟି କଲମ ନେଇ ଆମେ ସ୍କୁଲକୁ ଯାଉଥିଲୁ। ଆଉ ପରୀକ୍ଷା ଦିନ ସ୍କୁଲକୁ ଗଲାବେଳେ ବାଟରେ ଯେତେ ଗୁରୁଜନ, ଯେତେ ମନ୍ଦିର ପଡେ, ଆମେ ସବୁଠି ସବୁ ଜାଗାରେ ମୁଣ୍ଡିଆ ମାରି ସ୍କୁଲକୁ ଯାଉଥିଲୁ। ହଁ ଆଜ୍ଞା, ଆମେ ବୋଧେ ସେଇ ଶେଷ ପିଢି। ହଁ, ଆମେ ସେଇ ଶେଷ ପିଢି। ଗାଁ ଦାଣ୍ଡରେ ସାଇକେଲର ପୁରୁଣା ଟାୟାର ଆଉ ରିମ୍କୁ ଗୋଡେଇ କେତେ ପ୍ରତିଯୋଗିତା କରିଛୁ। ଆଉ ସାଙ୍ଗ ମେଳରେ ତେଲ ଟିଣକୁ ବାଡିରେ ପିଟି ପିଟି କେତେ ବାଜା ବଜେଇଛୁ। ଆମେ ବୋଧେ ସେଇ ଶେଷ ପିଢି ଯୋଉ ପିଢିଙ୍କ ପାଇଁ ସ୍କୁଲରେ ମାଡର ବ୍ୟବସ୍ଥା ଥିଲା। ସ୍କୁଲରେ ଗୁରୁଜୀ ଗୁରୁମାଙ୍କଠୁ ମାଡ ଖାଇସାରି ସେଇ କଥା ଆସି ଘରେ କହିଲେ ପୁଣି ବାପା ମାଙ୍କଠୁ ମାଡ ଖାଇବାକୁ ପଡୁଥିଲା। ଆମେ ବୋଧେ ସେଇ ଶେଷ ପିଢି ଆମ ଦୁଷ୍ଟାମୀ କଥା କୋଉ ଗୁରୁଜନଙ୍କ ନଜରରେ ପଡିଗଲେ ଆମକୁ ଲୁଚିବାକୁ ପଡୁଥିଲା। ହଁ ଆଜ୍ଞା, ଆମେ ବୋଧେ ସେଇ ଶେଷ ପିଢି। ଆମେ ହଉଛୁ ସେଇ ଶେଷ ପିଢି। ସନ୍ଧ୍ୟା ହେଲେ ଲେମ୍ପ, ଲଣ୍ଠନ ଆଉ ଡିବିରିର ସେ ମିଞ୍ଜି ମିଞ୍ଜି ଆଲୁଅରେ ପାଠ ପଢିଛୁ। ମନର ଭାବନାକୁ ନିଜ ସମ୍ପର୍କୀୟଙ୍କ ପାଖରେ ପହଞ୍ଚେଇବା ପାଇଁ ଆମକୁ ପୋଷ୍ଟ କାର୍ଡର ବ୍ୟବହାର କରିବାକୁ ପଡୁଥିଲା। ମନି ଅର୍ଡରରେ ଟଙ୍କା ଗ୍ରହଣ କରିବାକୁ ପଡୁଥିଲା। ଏସି, ଫ୍ରିଜ, କୁଲର ଏସବୁର ନୁହଁ, ସେତେବେଳେ ବରଡା ବିଞ୍ଚଣାରେ ଆମକୁ ସୁଖ ନିଦ ହଉଥିଲା। ହଁ ଆଜ୍ଞା, ଆମେ ବୋଧେ ସେଇ ଶେଷ ପିଢି। ଆମେ ହଉଛୁ ସେଇ ଶେଷ ପିଢି ଯୋଉମାନଙ୍କୁ ଜଳଖିଆରେ ଚୁଡା ଆଉ ମୁଢି ମିଳୁଥିଲା। ଆଉ ଯଦି କେବେ କେବେ ଉଖୁଡା ଆଉ ଛତୁଆ ମିଳିଯାଏ ତେବେ ଆନନ୍ଦରେ ଫାଟି ଯାଉଥିଲୁ। ଆମେ ସେଇ ଶେଷ ପିଢି ଯିଏ ସାଙ୍ଗମାନଙ୍କ ସହିତ ଆମ୍ବ ଗଛରୁ କଞ୍ଚା ଆମ୍ବ ଆଉ ତେନ୍ତୁଳି ଗଛରୁ କଞ୍ଚା ତେନ୍ତୁଳି ତୋଳି ଲୁଣ ଲଙ୍କା ଦଳି ସମସ୍ତେ ମିଶି ଖାଉଥିଲୁ। ଖାଲି କଣ ଏତିକି, ସ୍କୁଲରେ ଖେଳ ଛୁଟି ବେଳେ ସ୍କୁଲ ପଛପଟେ ଯାଇ ସାଙ୍ଗମାନଙ୍କ ସହିତ କେତେ କୋଳି ଗଛରୁ କୋଳି ଚୋରି କରିଛୁ। ହଁ, ଏଇ ବୋଧେ ଆମ ଶେଷ ପିଢି। ଆମେ ସେଇ ଶେଷ ପିଢି ଯିଏ ବର୍ଷା ଦିନେ ସାରୁ ପତ୍ର ଦୁଇଟିକୁ ଧରି କଙ୍କିକୁ ଗୋଡେଇ ଗୋଡେଇ ଧରିବାକୁ ଚେଷ୍ଟା କରୁଥିଲୁ। ଆଉ କଙ୍କିକୁ ଧରି ସାରିଲା ପରେ କଙ୍କିର ଲାଙ୍ଗୁଡରେ ସୂତା ବାନ୍ଧି ତାକୁ ଉଡେଇ ବହୁତ ମଜା ପାଉଥିଲୁ। ନାଲି ଟୁକୁଟୁକୁ ସାଧବ ବୋହୂକୁ ଧରି ଦିଆସିଲି ଖୋଳରେ ସାଇତି ରଖୁଥିଲୁ। ଆମେ ବୋଧେ ହଉଛୁ ସେଇ ଶେଷ ପିଢି। ପିଜା, ବର୍ଗର, ମୋମୋସ୍, ଚାଉମିନ, ବିରିୟାନୀରେ ନୁହଁ, ମାସକୁ 6 ମାସକୁ ଥରେ ଘରେ ମାଉଁସ ହେଲେ ପରିବାର ସହିତ ବସି 2-3 ଥର ଭାତ ନେଇ ଭାରି ଆନନ୍ଦରେ ଖାଉଥିଲୁ। ଆଉ ଗାଁର ସାହି ପଡିଶାରେ ଭୋଜି ଭାତରେ ନିମନ୍ତ୍ରଣ ହେଲେ ସନ୍ଧ୍ୟା ପାଖରୁ ବ୍ୟସ୍ତ ହୋଇ ପଡୁଥିଲୁ। ଆମେ ବୋଧେ ସେଇ ଶେଷ ପିଢି। ଆମେ ବୋଧେ ସେଇ ଶେଷ ପିଢି ଯୋଉ ପିଢି ସୋରିଷ ତେଲ, ନଡିଆ ତେଲ, ରାଶି ତେଲକୁ ମାରି ଗାଧେଇ ସକାଳେ ପଖାଳ ଖାଇ ସ୍କୁଲକୁ ଯାଉଥିଲୁ। 101 ହଉ କି 505 ହଉ, ଲମ୍ବା ଲମ୍ବା ସାବୁନରେ ଆମେ ଲଗା ସଫା କରୁଥିଲୁ। ଦରକାର ପଡିଲେ ତାକୁ ବି ଦେହରେ ଲଗେଇ ଆମେ ଖୁସି ପାଉଥିଲୁ। ହଁ, ଆମେ ବୋଧେ ସେଇ ଶେଷ ପିଢି। ଆଚ୍ଛା ସାଙ୍ଗ, ସେସବୁ ଦିନ କଣ ଆଉ ଫେରିବନି? ଯୋଉଠି ସମ୍ପର୍କର ମୂଲ୍ୟ ଫେସବୁକର ଫ୍ରେଣ୍ଡ ଲିଷ୍ଟ ବଢାଇବାରେ ପହଞ୍ଚିଲାଣି, ଯୋଉଠି ସମ୍ପର୍କର ମୂଲ୍ୟ ଗୁଡା ହ୍ୱାଟ୍ସଆପ ଗ୍ରୁପରେ ବନ୍ଧା ପଡିଲାଣି, ଯୋଉଠି ସମ୍ପର୍କର ମୂଲ୍ୟ ଇନଷ୍ଟାଗ୍ରାମରେ ଫଲୋଅର୍ସ ବଢେଇବାରେ ପହଞ୍ଚିଲାଣି, ଆଉ ସେସବୁ ଦିନ ଗୁଡା ଭାବି ଲାଭ କଣ? ହଁ ରେ, ଆମେ ବୋଧେ ସେଇ ଶେଷ ପିଢି। ଠିକ କହିଛୁ ସାଙ୍ଗ, ଆମେ ବୋଧେ ସେଇ ଶେଷ ପିଢି।